कार्य समाप्ति अर्थात जो स्थान जी दिन पर्यंत कार्य करबा कि अध्ययन करबा तो सही स्थान में जदि कार्य समापन हो जाइए ताहले हमको अन्यत्र पुणे कार्य करबा पई अध्ययन करबा पई जीवाको पड़े। तो याको हमें हम शिशु मंदिर समावर्तन उत्सव भाव दीक्षांत दिवस भाव में
পালন করছি অর্থাৎ ବୟାଳି ପଟ୍ଟନାୟକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟିଟିଲାଗଡ଼ର ନବମ ଶ୍ରେଣୀରେ ଅଧ୍ୟୟନ କରେ। ପ୍ରତିବର୍ଷ ଦଶମ ଶ୍ରେଣୀ ପରେ ଆମ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ଛାଡ଼ି ଚାଲି ଯାଇଥାନ୍ତି। ହେଲେ ଏଥିମଧ୍ୟରେ ଗୋଟେ ଜିନିଷ ଏମିତି ଥାଏ ଯାହା କେହି ବି କେବେ ବି ଛାଡ଼ି ପାରିନଥାଏ, ତାହା ହେଲା ଏ ବିଦ୍ୟାଳୟ ସହ ଜଡ଼ିତ ଥିବା ସ୍ମୃତି। ହେଇପାରେ ଏ ବିଦ୍ୟାଳୟକୁ ଛାଡ଼ି ତାଙ୍କ ଜୀବନର ନୂତନ ଏକ ଶିକ୍ଷା ପଥରେ ପାଦ ବଢ଼ାଇବାକୁ ଯାଉଛନ୍ତି। ସମୟର ଅପ୍ରତିହତା ସ୍ରୋତରେ ଆମେ ସମସ୍ତେ ଜଡ଼ିତ ରହିଅଛୁ। ବୃନ୍ଦ, ଉପସ୍ଥିତ ଗୁରୁଜୀ ଗୁରୁମାବୃନ୍ଦ ତଥା ବଡ଼ ଭାଇ ଭଉଣୀ ଏବଂ ସହପାଠୀମାନେ, ଆଜିର ଏହି ବିଦ୍ୟାଳୟର ସମାବର୍ତ୍ତନ ସମାରୋହ ଦିବସରେ ସମସ୍ତଙ୍କୁ ସ୍ୱାଗତ ତଥା ଅଭିନନ୍ଦନ। ମୁଁ ଶ୍ରୀ ଅଚ୍ୟୁତାନନ୍ଦ ନବମ ଶ୍ରେଣୀର ଛାତ୍ରୀ। ଆଜି ମନରେ ଭରି ଯାଇଛି ଅଶେଷ କୋହ, କାରଣ ଆଜି ଆମ ବିଦ୍ୟାଳୟର ବଡ଼ ଭାଇ ଭଉଣୀମାନେ ଆମ ଗହଣରୁ ବିଦାୟ ନେଇ ଚାଲିଯିବେ। ମୁଁ ଆମର ସେହି ଅତି ସ୍ନେହର ବଡ଼ ଭାଇ ଭଉଣୀମାନଙ୍କୁ ଆଜିର ପ୍ରେରଣା ଦେଇଥିଲେ ଆଗକୁ ବଢ଼ିବା ପାଇଁ, ଆମ ମନ ଭିତରେ ଉତ୍ସାହ ସୃଷ୍ଟି କରିଥିଲେ, ତାହା ଆଜି ପର୍ଯ୍ୟନ୍ତ ଦୀର୍ଘ 12 ବର୍ଷ ଧରି ଆମ ମନକୁ ଉଦ୍ବୁଦ୍ଧ କରି ରଖିଛି। ଏହି ବିଦ୍ୟାଳୟ ମୋତେ ବହୁତ କିଛି ଦେଇଛି। ହୁଏତ ଅନ୍ୟ କୌଣସି ବିଦ୍ୟାଳୟରେ ପଢିଥିଲେ ମୋର ଏହି କ୍ରମାଗତ ଉନ୍ନତି ହୋଇନଥାନ୍ତା, ତାହା ମୁଁ ଜାଣି ନାହିଁ, କିନ୍ତୁ ଏହି ବିଦ୍ୟାଳୟ ଆମକୁ ସଂସ୍କାର ଶିଖେଇଛି। ଆଜି ମୁଁ ଗର୍ବିତ ମନେ କରୁଛି ଯେ ଏହି ବିଦ୍ୟାଳୟରେ ଦୀର୍ଘ 12 ବର୍ଷ ପଢି ମୁଁ ବହୁତ କିଛି ଶିଖିପାରିଛି। Small word, but full of emotions. It is not just a goodbye, but it is full of memories and a new beginning of our new life. କହିଲେ ମାନେ ସାର୍ ଦୀର୍ଘ 12 ବର୍ଷ ଧରିକିନା ଆମେ ଅଛନ୍। କିଛି ମୋର ସାଙ୍ଗମାନେ ଅଛନ୍ ଯେ କି ଅଧା ରହିଛନ୍, କି ଛଅ ରହିଛେ, କି 8 ରହିଛେ। सबकर से बहुत भल मेमोरी अच्छे। मत आज तक भी से दिन सोर अच्छे ताके पूर्णा स्कूल रा बाकी चारियार जिनिस सुनी न किंतु से वंदना मंडप सोर अच्छे जिन जागे मोर मां मोर हाथ धरि किना ओम लिखि थिले। तापरे का हला से सेना में इनके ट्रांसफर हेलो इना किछि दिन पल्लू किछि दिन मतलब 1 2 3 हेना मोदे पल्लू इनके सीना 4 5 तमर भाग्य रे लेखा नि थे मोर की न कहा भी भाग्य रे लेखा नि थे जे 10th रे अछन कोरोना लागि तापरे 6 रा लास्ट रे हमें जॉइन करलो सब मास्क गुटे पिंधी ना आइस्तिबे कि माने बहुत दिन देखला परे चेहरा जणा नि पड़थे कहा चेहरा रे केता चेंज हिचे काना किछि जानि नि होथे मोर मुई स्पेशली मोर बठ प्रारंभरू 8 क्लास 7 क्लास होला तक टाइम इतकी जणा नि पड़ी मते किंतु 8 रु 10 तक जेन पीरियड बहुत जल्दी पलला माने कहीं नहीं हुई से पीरियड इतकी जल्दी पलला माने मोले कि से इतकी दिन दीर्घ 3 वर्ष मोले कि केवल 3 दिन लागला मोर पूर्वर बेच कहिथिले कि रंजिता गुरुमा देखबाता माने थागु संबिले हबा बोली कि ना मैं को हमें धन्यवाद गुरुमा मोर 9 क्लास तक हैंडराइटिंग बहुत स्लो थिला उनको देखबार लागि मोर हैंडराइटिंग बहुत स्पीड हला ये जिनिसटा मैं अपन को धन्यवाद जणामी बस बाटिका गुरुमा मन को धन्यवाद जणामी मते 21 धन्यवाद सबके तो केते जण कहू जे एटा होचे हमर विद्या दिन एक्चुअली सत कथा कहबाक गले हम शिशु मंदिर योजना रे विद्या शब्द एका नाही
এটি আমার যে ব্যানর লেখা হয়েছে সেটি সমাবর্তন সমারোহ লেখা হয়েছে। প্রথমে আমি তাকে বুঝি নেবা এই সমাবর্তন সমারোহ কোন। শিক্ষার্থী মানে শিକ୍ଷା সম্পূর্ণ কলা পরে ବାହାରକୁ ଯିବା ପୂର୍ବରୁ ଯେଉଁ শুভেচ্ছা তথা অভিনন্দন ଦିଆଯାଇଥାଏ ସେ ଉତ୍ସବ ହେଉଛି ସମାବର୍ତ୍ତନ ଉତ୍ସବ। ସେ କାହାରି କଥା ନ ଶୁଣି କେବଳ ମାର ସେଇ ଭଲ କଥାକୁ ଶୁଣିଲା ଏବଂ ଯାହା ଭଲ ତାକୁ ଗ୍ରହଣ କଲା, ଶେଷରେ ଖମ୍ବର ଶୀର୍ଷସ୍ତରରେ ପହଞ୍ଚିଲା। କହିବାର ବାହୁଲ୍ୟ ଯାହା ଭଲ, ଯାହା ଗୁରୁଜୀ ଗୁରୁ ଆମକୁ ପ୍ରେରଣା ଦେଉଛନ୍ତି, ଯାହା ଭଲ ବୋଲି ଶିକ୍ଷା ଦେଇଛନ୍ତି, ପରିବାରରେ ବାପା ମା ଯେଉଁ ସଂସ୍କାର, ଶିକ୍ଷା, ବ୍ୟବହାର, ଆଚାର, ଚାଲିଚଳନ ସବୁ କିଛି କହିଛନ୍ତି, ସବୁ ନୀତିକୁ ମନେ ପକାଇବା ଏବଂ ଆଗାମୀ ଭବିଷ୍ୟତ କଲେଜ ଜୀବନ ଏବଂ ଯେଉଁ ସୁନାଗରିକ ହେବାର ସ୍ୱପ୍ନ ବାପା ମା ତଥା ଗୁରୁଜୀ ଗୁରୁମା ତଥା ଏଇ ଅଞ୍ଚଳ, ଏଇ ବିଦ୍ୟାଳୟ ଦେଖିଛି, ତାକୁ ନିଶ୍ଚିତ ଭାବରେ ସାକାର କରିବା ଆଜିକାର ଏଇ ସମାବର୍ତ୍ତନ ତଥା ଦୀକ୍ଷାନ୍ତ ସମାରୋହରେ ସମସ୍ତଙ୍କୁ ଏତିକି ଆଶୀର୍ବାଦ। ଧନ୍ୟବାଦ। ଭାରତ ମାତା କି ଜୟ। ଶିକ୍ଷାର ଅନ୍ତ ହେଇଛି, ଶିକ୍ଷାର ଅନ୍ତ ହେଇଛି, କିନ୍ତୁ ସମ୍ପର୍କର ଅନ୍ତ ହେଇନାହିଁ। ବିଦ୍ୟାଳୟ ସହିତ ଆମର ସମ୍ପର୍କର ଅନ୍ତ ହେଇନାହିଁ। ତମ ପାଇଁ ଆମର ଏଇ ବିଦ୍ୟାଳୟର ଦ୍ୱାର ସବୁବେଳେ ଖୋଲା ରହିଛି। ତମ ପାଇଁ ସବୁବେଳେ ଗୁରୁଜୀ ଗୁରୁମା ସହିତ ସମ୍ପର୍କ ତମର ପାଇଁ ଆମେ ଚାହୁଁଛୁ ତମେ ଆମ ସହିତ ଭଲ ସମ୍ପର୍କ ରଖ। ତେବେ ହିଁ ଆମେ ବିଦ୍ୟାଳୟକୁ ଆହୁରି ବିଶାଳ କରିବା ଏବଂ ଆମ ସହର ତଥା ଆମ ଜିଲ୍ଲା, ଆମ ଭାରତ ଦେଶ ନାଁ ରଖିବା। ଭାରତ ମାତା କି ଜୟ। ଅଧିକାରୀ ବୃନ୍ଦ, ଗୁରୁଜୀ ଗୁରୁମା, ଶିଶୁ ଭାଇ ଭଉଣୀ ସମସ୍ତଙ୍କୁ ଆଜିର ଏହି ସମାବର୍ତ୍ତନ ଉତ୍ସବରେ ଅଭିନନ୍ଦନ ସ୍ୱାଗତ। ମୁଁ ସ୍ଥାନୀୟ ଡାକ୍ତରଖାନା ଯାଇଥିଲି, ସେଇ ସମୟରେ ଗୋଟେ ଡକ୍ଟର ଦେଖିଲେ, ଗୁରୁମା ନମସ୍କାର ଆସନ ବୋଲି। କେମିତି ଆପଣ ଜାଣିଲେ? ମୁଁ କଣ ପାଇଁ ପିନ୍ଧିକି ଯାଇଥିଲି, କିନ୍ତୁ ସେ ସାଙ୍ଗେ ସାଙ୍ଗେ କହିଲେ, ଗୁରୁମା ମୁଁ ହଉଛି କେଉଁଝରର ଷ୍ଟୁଡେଣ୍ଟ, ଶିଶୁ ମନ୍ଦିରରେ ପଢୁଛି। ମତେ ସେଠି ଗର୍ବ ଲାଗିଲା ଯେ ଯାହା ହଉ ଆମର ଛାତ୍ରଛାତ୍ରୀ ଯୋଉ ଆମେ ପରିଶ୍ରମ କରିଛୁ ବା ଯାହା ଆମ ଆଶୀର୍ବାଦ ଦେଇଛୁ, ସେ ଯେଉଁଠି ହଉ ନା କାହିଁକି ସେ ଆମର ଷ୍ଟୁଡେଣ୍ଟ। ଏ ଯୁଗରେ ଛୁଆମାନଙ୍କ ଆଖିର ଲୁହ ନାହିଁ, କିନ୍ତୁ ଯିଏ ଅଫିସର ଲୁହ ମତେ ଜବାବ ଦେଇଦେଲା। ଲୁହ ଅଛି, ହସ ଭିତରେ ଅଛି। 12 ବର୍ଷର ତପସ୍ୟା ଅର୍ଥାତ୍ 4370 ଦିନ ଅତିକ୍ରାନ୍ତ ହେଇଗଲାଣି। 365 ଦିନର ପ୍ରସ୍ତୁତି ଏବଂ 18 ଦିନର ଅପେକ୍ଷା ପରେ 50ଟି ମସ୍ତିଷ୍କ ଏବଂ 100ଟି ଆଖି ଶ୍ରେଣୀ ପ୍ରକୋଷ୍ଠର ପରୀକ୍ଷା ହଲରେ ବସି ତାଙ୍କ ଜୀବନର ପ୍ରଥମ ପାଦଛରେ ସେମାନେ ପାଦ ଥାପିବେ। ଏଭଳି ଆହୁରି ଅନେକ ପାଦ ଥାପିବାକୁ ଅଛି। 22ଟି ପାହାଚ ଅତିକ୍ରମ କଲା ପରେ ଆମେ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିଥାଉ। ତେଣୁ ଜୀବନ ଏଇଟା ମଧ୍ୟ ଏକ ଗଣିତ ନୁହଁ, କି ସଂଖ୍ୟାର ଖେଳ ନୁହଁ। କଳେ ଅରଜିଛି ଯେଉଁ ଯଶ, ଭୁଲିବି ନାହିଁ ମୁଁ ତରୁଣ କିରତି, ଭୁଲିବି ନାହିଁ ମୁଁ ତରୁଣ କିରତି, ପଣ ମୁଁ କରୁଛି ସତ୍ୟ, ଅରଜିଛି ଯେଉଁ ଯଶ, ପୁଣ୍ୟମୟୀ ଗୋ। ବୁଲୁଛି ବଢୁଛି
फूल फल खाई पी झरणार नीर नाली सुरुजर कुसुम किरणे वज्र मो शरीर खिली खिलिबा सुबासे अंतर खिली खिलिबा सुबासे अंतर सते केड़े पुलकित अरजिछि जेउ जस पुण्यमयी गो पुनि हाते मोर पूजार संभार करिबि तो अर्चना दिय मा अभय विश्व विजय धर्मर हेउ जय तो माटीर धूली मथारे मो बोली तो माटीर धूली मथारे मो बोली रखिबि मा तोर टेक अरजिछि जेउ जस पुण्यमयी गो थिला से अतीत स्वर्ण इतिहास गीता गौरव वाणी भूलिला ए जाति पूर्व कीरति विश्वर तु कल्याणी।